ଜଗନ୍ନାଥ ଭଲ କଥା ଦେଖିବ ମନେ ରଖ। ଆଜି ଆଲୋଚନା କରିବା କିଏ ହେବେ ରଜା। ହେଲା, କିଏ ହେବେ ରଜା। ଆମର ମହାପୁରୁଷ ଲେଖିଛନ୍ତି, ବଳଦେବ ହେବେ ରଜା କାହ୍ନୁ ପରିଚାର, ବସିବ ସୁଧର୍ମା ସଭା ସୁଜାତ ନଗର। ବୀଣାବାଇ ନାରଦ ଯେ ସବାରେ ମିଳିବେ, ଅଚ୍ୟୁତ ଆଗରେ ବ୍ରହ୍ମା ବେଦ ପଢୁ। ମହାପୁରୁଷ କଣ କହୁଛନ୍ତି? ବଳଦେବ ରଜା ହେବେ, କାହ୍ନୁ ହେବେ ପରିଚାର। ହଉ, ବଳଦେବ ହେଲେ କିଏ? ଶେଷନାଗ ଅନନ୍ତ ନା। କୃଷ୍ଣ କିଏ? ସ୍ୱୟଂ ନାରାୟଣ, ସିଏ ବି ଅନନ୍ତ। ଆଚ୍ଛା, ଯୁଗେ ଯୁଗେ କୋଉଠି ଶେଷନାଗ ଅନନ୍ତ ରଜା ହେଇଛନ୍ତି କି? ସତ୍ୟଯୁଗରେ ରଜା କିଏ? ନୃସିଂହ। ତ୍ରେତୟାରେ ରାମ, ଦ୍ୱାପରରେ କୃଷ୍ଣ। ବଳଦେବ ହଉଛନ୍ତି ଶେଷନାଗ ଅନନ୍ତ। ଦ୍ୱାପରରେ ରାମଚନ୍ଦ୍ର ବର ଦେଇଥିଲେ କାହାକୁ? ଲକ୍ଷ୍ମଣକୁ, ଭାଇ ତୁ ମୋ ପାଇଁ ବହୁ କଷ୍ଟ କରିଛୁ, ତେଣୁ ତୁ ଗୋଟାଏ ଜନ୍ମରେ ବଡ ହବୁ, ମୁଁ ଗୋଟାଏ ଜନ୍ମରେ ବଡ ହବୁ। ଦେଇନଥିଲେ? ଯାହା ଫଳରେ ଲକ୍ଷ୍ମଣ ଶେଷନାଗ ଅନନ୍ତ, ସିଏ ବଡ ହେଲେ କିଏ? ସେ ବଳରାମ ହେଇକି। ଏବଂ ପ୍ରଭୁ ହେଲେ କଣ? କୃଷ୍ଣଚନ୍ଦ୍ର ହେଇକି ଦ୍ୱାପର ଯୁଗରେ ଆବିର୍ଭୂତ ହେଲେ। ରାଜଗାଦିରେ ବସିବା ପାଇଁ ବଳଦେବ ବଡ, ସିଏ ଯୋଗ୍ୟ ହବା କଥା, ହଁ କି ନାହିଁ? କିନ୍ତୁ ବସି ପାଇଲେ କି? କୃଷ୍ଣ ଚେତନା କରିଥିଲେ କାହାର? ବଳଦେବ। ପ୍ରଭୁ କଣ କଲେ? ମାୟା କରିଦେଲେ। ସେଇଠି ବଳଦେବଙ୍କୁ ତାଙ୍କ ନିଜର ସ୍ୱରୂପ ଦେଖେଇଲେ। ଦେଖେଇଲେ ବଳଦେବ ସେଇଠି କଣ ହେଲେ? ଦେଖିଲେ ମୁଁ ପ୍ରଭୁଙ୍କର ଦାସ ବା ଭକ୍ତ। ଯାହା ଫଳରେ ବଳଦେବ କଣ କଲେ? ଆସ୍ଥାନ ଛାଡିଦେଲେ, କୃଷ୍ଣ ହେଲେ ରଜା। ବଳଦେବ ରଜା ହେଇଛନ୍ତି। ତାହେଲେ କଳିଯୁଗରେ ବଳଦେବ ହେବେ କେମିତି ରଜା? ହଁ କି ନାହିଁ? ଠିକ ନା ଭୁଲ? ଦ୍ୱାପର ଯୁଗରେ ବଡ ହେଇକି ରଜା ହବା କଥା। କୃଷ୍ଣ ହେଲେ ସାନ, ସେଠି ହେଇପାରିଲେ ନାହିଁ। ଫେରେ ଦ୍ୱାପର ଯେତେବେଳେ ଆସିବେ, ସେ ଆସିଛନ୍ତି କି ନାହିଁ ସେ କଥା ଆମେ କହିପାରିବୁ ନାହିଁ। ଯେତେବେଳେ ଆସିବେ, ଫେରେ କୃଷ୍ଣ ସାନ ଅଛନ୍ତି, ବଡ ହେଇଯିବେ, ବଳରାମ ସାନ ହେଇଯିବେ, ହଁ କି ନାହିଁ? ତାହେଲେ ଯୁଗକୁ ଯୁଗ ପରିବର୍ତ୍ତନ ବୋଲି ରାମଚନ୍ଦ୍ର କହିଛନ୍ତି ନା। ତାହେଲେ ଏଠି ସ୍ୱୟଂ କୃଷ୍ଣ ବଡ ଭାଇ ଥାଉ ତ ବଳରାମ ସାନ ହେବେ, ରଜା ହେବେ। ତାପରେ ସ୍ୱୟଂ ନାରାୟଣ ହଉଛନ୍ତି କିଏ? ସେ କୃଷ୍ଣ। ସିଏ ରଜା ନ ହେଇକି କଣ ଶେଷନାଗକୁ କହିବେ ତୁ ରଜା ହବ? ହଁ କି ନାହିଁ? ତାହେଲେ କଣ ପଞ୍ଚସଖା ଅଚ୍ୟୁତ ମହାପୁରୁଷ ଯାହା କହିଛନ୍ତି ତା କଣ ଭୁଲ? ଭୁଲ ନୁହେଁ। ଆଉ ଗୋଟେ ଭିତିରିଆ ମର୍ମ ରହୁଛି। ଆର ଗୋଟେ ଭିତିରିଆ ମର୍ମ ଅଛି। ଅନନ୍ତ କେଶରୀ ରଜା ହେବେ ସତ, କୋଉ ଅନନ୍ତ କେଶରୀ? ଆଜି ସବୁ ଶାସ୍ତ୍ରରେ ଆଲୋଚନା କରିହବନି। ଶିଶୁ ଅନନ୍ତଙ୍କର ଲେଖା ଏବଂ ଅଚ୍ୟୁତଙ୍କର ମୋହକଳ୍ପ, ଏଇ ଦୁଇଟି ଶାସ୍ତ୍ରକୁ ଆମେ ଆଜି ଆଲୋଚନା କରିବା। ଶିଶୁ ଅନନ୍ତ କହୁଛନ୍ତି, ଅନନ୍ତ କେଶରୀ ରେବତୀ କାନ୍ତ, ଲଲାଟ କେଶରୀ ଶ୍ରୀ ଜଗନ୍ନାଥ, ପଦ୍ମ କେଶରୀ କ୍ଷୀରା ନବସାରୀ, ତେଜ ସ୍ୱରୂପ ଯେ ବ୍ରହ୍ମଟି ସେଇ। ପଦ୍ମ କେଶରୀ ବାଳକ ଶରୀରେ, ଆସି ମିଳିବେ ଯେ ଗିରି ଶିଖର। ମାନେ ଯେତେବେଳେ ଯୋଉ ଗିରି ଉପରେ ପ୍ରଭୁ ଥିବେ,
କିଏ ସେ ଶିଶୁ ଅନନ୍ତ କହୁଛନ୍ତି। ଅନନ୍ତ କେଶରୀ ରେବତୀକାନ୍ତ ମାନେ ବଳଦେବ। ଲଲାଟ କେଶରୀ ଏଠି କିଏ ହେଲେ ଶ୍ରୀ ଜଗନ୍ନାଥ। ପଦ୍ମ କେଶରୀ କ୍ଷୀରାବ ନବସାୟୀ କିଏ ସେ ଅନନ୍ତ ନାରାୟଣ। ଆମେ କହୁନୁ ଶିଶୁ ଅନନ୍ତ କଣ କଳିଯୁଗ ପୁରାଣ ଏକଥା କହ। ବୁଝିପାରୁଛ ନା ବୁଝିପାରିବନି? ଶିଶୁ ଅନନ୍ତ କଣ କଲା? କଳିଯୁଗ ପୁରାଣ କଥା। ଶିଶୁ ଅନନ୍ତ କହୁଛନ୍ତି ବଳଦେବ ହଉଛନ୍ତି କି ସେ ଅନନ୍ତ। ଆଉ କିଏ ସେ ନା ସ୍ୱୟଂ ନାରାୟଣ ହଉଛନ୍ତି କିଏ ସେ ଲଲାଟ କେଶରୀ। ଏବଂ କ୍ଷୀରାନବ ସାହି ଅନନ୍ତ ନାରାୟଣ ହେଲେ ପଦ୍ମ କେଶରୀ। କିଏ କହିଲେ? ଶିଶୁ ଅନନ୍ତ କହିଲେ। କିନ୍ତୁ ଅଚ୍ୟୁତ ମହାପୁରୁଷ କଣ କହୁଛି? ଶାସ୍ତ୍ର ନାଁ ହଉଛି କଣ? ମୋହକଳ୍ପ। ମୁହୂର୍ତ୍ତ ମହୁରା ଦକ୍ଷିଣେ ଜାଣ, କର୍ଣ୍ଣାଟକ ଦେଶ ତାହାର ଯେ ନାମ, ସେ ଦେଶେ ପଦ୍ମ କେଶରୀ ନୃପତି, ବଳ ଦେବ ତହିଁ ହେବେ ଉତ୍ପତ୍ତି। ଏଠି କଣ କହିଲେ? କହିଲେ ମୁହୂର୍ତ୍ତ ମହୁରାର ଦକ୍ଷିଣରେ କର୍ଣ୍ଣାଟକ ଦେଶ, ସେଠି ପଦ୍ମ କେଶରୀ ନୃପତି ମାନେ ଜଣେ ରଜା ଆବିର୍ଭୂତ ହେବେ। ଏ ହଉଛନ୍ତି ସ୍ୱୟଂ ବଳଦେବ। ଅଚ୍ୟୁତ ଏଠି କହୁଛନ୍ତି ବହୁ କଳ୍ପରେ ବଳଦେବ ହଉଛନ୍ତି କଣ? ପଦ୍ମ କେଶରୀ। କେଶରୀ ଶବ୍ଦର ଅର୍ଥ ହଉଛି ରଜା। ହେଲା, ବୁଝିପାରୁଛ ନା? ସେଠି କିଏ ଶିଶୁ ଅନନ୍ତ କହିଲେ ବଳଦେବ ହେଲେ ଅନନ୍ତ କେଶରୀ। ଏଠି ମୋହକଳ୍ପରେ ଅଚ୍ୟୁତ କହୁଛନ୍ତି ବଳଦେବ ହଉଛନ୍ତି ପଦ୍ମ କେଶରୀ। କଣ ଧରିବ ଘର? ସେଇ ମୋହକଳ୍ପ ସେ ପ୍ରମାଣ ଦେଲା। ଅନନ୍ତ କେଶରୀ ନାମ ଶ୍ରୀହରି। ଏଠି ଶିଶୁ ଅନନ୍ତ କହିଲେ ପଦ୍ମ କେଶରୀ କିଏ? ସେ ନା ଅନନ୍ତ ନାରାୟଣ। କଥାଟା ବୁଝୁଛ? ଏଠି ଅଚ୍ୟୁତ କହୁଛନ୍ତି ପଦ୍ମ କେଶରୀ ହଉଛନ୍ତି ବଳଦେବ। ଇଏ ଗୋଟାଏ ବଳଦେବ। ମନେ ରହିଲା ନା? ପୁଣି କହିଲେ ଅନନ୍ତ କେଶରୀ ନାମ ଶ୍ରୀହରି, ବଳଦେବ ନାମ ଚନ୍ଦ୍ର କେଶରୀ। ଏଠି କିଏ ସେ କହିଲେ? ଏଠି ଯାହାକୁ କହିଲେ ଅନନ୍ତ କେଶରୀ କିଏ? ସେ ଶିଶୁ ଅନନ୍ତ। ଏଠି ଅଚ୍ୟୁତ କହୁଛନ୍ତି ସିଏ ହେବେ କିଏ? ଚନ୍ଦ୍ର କେଶରୀ। ଶିଶୁ ଅନନ୍ତ ଯାହାକୁ କହିଲେ ଲଲାଟ କେଶରୀ, ଏଠି ଅଚ୍ୟୁତ କହୁଛନ୍ତି ସିଏ ହେବେ ଅନନ୍ତ କେଶରୀ। ତାହେଲେ ଏଠି ବଳଦେବ ଦିଟା ଆସୁଛନ୍ତି ନା ଆସୁନାହାନ୍ତି? ଜଣେ ପଦ୍ମ କେଶରୀ ବଳଦେବ, ଆଉ ଜଣେ କହିଲେ ଚନ୍ଦ୍ରଶେଖରୀ ବଳଦେବ, ଆଉ ଜଣେ କହିଲେ ଅନନ୍ତ କେଶରୀ ବଳଦେବ। କିଏ? ଶିଶୁ ଅନନ୍ତ କହିଲେ। ଏଠି ତିନି ପ୍ରକାର କଣ ହେଲା? ଦ୍ୱନ୍ଦ୍ୱ ସୃଷ୍ଟି ହେଲା। ହଉନି? ଲଲାଟ କେଶରୀ ନୃପତି ଜାଣ, ଦେଖିବ ତହିଁ କଳଙ୍କି ବଦନ। ଶିଶୁ ଅନନ୍ତ କହିଲେ ଜଗନ୍ନାଥ ହଉଛନ୍ତି ଲଲାଟ କେଶରୀ। ଏଠି ଅଚ୍ୟୁତ କହୁଛନ୍ତି ଲଲାଟ କେଶରୀ ଜଣେ ରଜା। ତେଣୁ କଣ ସମାଧାନ କରିବ? ବଳଦେବ ହଉଛନ୍ତି ପଦ୍ମ କେଶରୀ। ବୁଝି ହଉଛି ନା? ପୁଣି ବଳଦେବ ମଧ୍ୟ ଅନନ୍ତ କେଶରୀ। ବୁଝି ହଉଛି ନା? ପୁଣି ବଳଦେବ ମଧ୍ୟ ଚନ୍ଦ୍ର କେଶରୀ। ତାହେଲେ କଣ ଅଚ୍ୟୁତଙ୍କ ଲେଖା ଭୁଲ? ଅଚ୍ୟୁତ ଲେଖା ଅଛି। ତାର କଣ ଶିଶୁ ଅନନ୍ତଙ୍କ ଲେଖା ଭୁଲ? ଶିଶୁ ଅନନ୍ତ ହେଇଛି। କେମିତି ସମାଧାନ ହବ? କୋଉ ବଳଦେବ ରଜା ହେବେ? ଜଣେ ରେବତୀକାନ୍ତ, ଆଉ ଜଣେ କଣ ହେଲେ ପଦ୍ମ କେଶରୀ ହେଲେ। ମୁଁ ଦକ୍ଷିଣ କର୍ଣ୍ଣାଟକରେ ପଦ୍ମ କେଶରୀ ଗୋଟିଏ ହେଲେ ବଳଦେବ। ଏମିତି ତିନୋଟି ମହାପୁରୁଷ କହୁଛନ୍ତି ନା। ତାହେଲେ କୋଉ ବଳଦେବ? ତା ଲେଖା ଭୁଲ ନୁହଁ। ଆଉ ଗୋଟେ ସେଇଥିରୁ ଆମେ କହୁଛୁ ତମେ ଧରିବ, ବଳଦେବ ହେବେ ରାଜା କାହ୍ନୁ ପରିତ୍ରାଣ। ଠିକ। ବସିବ ସୁଦର ମାସ ବା ସିଜା ଜନଗର।
ବୀଣାବାଇ ନାରଦ ଯେ ସଭାରେ ମିଳିବେ, ଅଚ୍ୟୁତ ଆଗରେ ବ୍ରହ୍ମା ବେଦ କରୁଛି। ଦେଖ ଏଠି କଣ କହିଲେ, ବଳଦେବ ରଜା ହେବେ, କାହ୍ନୁ ଏବେ ପରିଚାର ନା, ଅଚ୍ୟୁତଙ୍କ ଆଗରେ ବ୍ରହ୍ମା ବେଦ ପଢିବେ। ସେ କୋଉ ଅଚ୍ୟୁତ? ସେ କେମିତିଆ ପାୱାରଫୁଲ ବ୍ୟକ୍ତି, ତାଙ୍କ ଆଗରେ ବ୍ରହ୍ମା କଣ କରିବେ? ବେଦ ଅଧ୍ୟୟନ କରିବେ। ପୁଣି ତତ ସଙ୍ଗେ ସଙ୍ଗେ ସେଠି ପଞ୍ଚସଖା ବି ଥିବେ। ये जो अच्युत अनंत बलवंत सुंदर एम सब नुआ रूप में आसवे, जहाँ शास्त्र किए एमाने थे। फिर अच्युत आगे ब्रह्मा वेद अध्ययन करते, अच्युत से अच्युत किए हूँ बहुत भरी कौन विद्या। शिशु अनंत लेखा सत्य, लेखा सत्य, अच्युत लेखा बुझीपार ना, आ भर गोटे गुरु मार्ग ज्ञान बुझीपार ना, बुझीपार ये तीन प्रकार बलदेव आविर्भूत है। कारण महापुरुष अच्युतर मोहकल्प मिथ्या नुहे कि शिशु अनंतर कलिजुग पुराण मिथ्या। अच्युत अनंत कई क्या ऊणा नुहति, ये परस्पर होती कौन परिपूरक। केशरी बोलते केते आइले ना, अनंत केशरी, ललाट केशरी, पंद्र केशरी, चंद्र केशरी ना नहीं, एमती केशरी आइले। चारिटा केशरी, चारि केशरी भितर तीनटा केशरी कौन बलदेवंकर उपरे विद्यमान है। गोटे कौन है ना पद्म केशरी है, आ गोटे है चंद्र केशरी, आ गोटे है अनंत केशरी। बुझी हूँ ना, कृष्णकर सेमती आसला, गोटे है अनंत केशरी, आ गोटे है ललाट केशरी। विचित्र है। तेणु यही केशरी माने कौन करेंगे सब भेट हे। तेणु कौ बलदेव रजा हे, समय तो निकट बड़ बड़ एपिसोड जाए, पूर्व एपिसोड जब समय हुए आलोचना करवा। प्रभु सदिच्छा पूर्ण हो, गोलानंद।